ବାଧ୍ୟ ସେମାନେ ରହିବେ। ଧର ଆମେ ଯାଉଛେ ମାଂସ ଖାଇବା ଲାଗି, ଯଦି ଆମେ ମାଂସ ନ ଖାଇଲେ ଆଉ ସେମାନେ ପଠାଣମାନେ ମାଂସ କାଟିବେ କି? କାଟିବେନି। ତେଣୁକରି ଯଦି ଆମେ ମାଂସ ଖାଇବା ବନ୍ଦ କରିଦେବା ତାହେଲେ ବାଧ୍ୟ ସେମାନେ ତାଙ୍କ ଦେଶକୁ ସେମାନେ ଫେରିଯିବେ। ଓଡ଼ିଶା ସରକାର ଉପରେ ଆପଣଙ୍କର ବିଶ୍ୱାସ ଅଛି କି ଏହା ପଦକ୍ଷେପ ନେବେ ବୋଲି? ନା, ବିଶ୍ୱାସ ନାହିଁ। ଜଗନ୍ନାଥକୁ ଜାଳିବାଟା ହେଲା ଜଘନ୍ୟ ଅପରାଧ। ଆମର ये गाँ खबर न्यूज को मोर हार्दिक स्वागत। ସେମାନେ ସବୁ ହଉଛନ୍ତି ବାଂଲାଦେଶୀ। ଇ ବର୍ଷ ଯେତିକି ଆସିଥିଲେ ଆର ବର୍ଷ ଅଧିକା ଆସିଲେ, ତାର ବର୍ଷ ପୁଣି ଅଧିକା ଆସିଲେ, ମାନେ ଦିନୁ ଦିନକୁ ତାଙ୍କୁ ପ୍ରତି ବର୍ଷ ମାନେ ଡବଲ 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 ବଢ଼ି ଚାଲିଛି, ଯେଉଁଟାକି ସରକାରଙ୍କର ନଜର ନାହିଁ। ଆଉ ହିନ୍ଦୁ ଧର୍ମ ସମସ୍ତେ ହଉଛନ୍ ଆମର ସନାତନ ଧର୍ମରେ ଦୀକ୍ଷିତ, କିନ୍ତୁ ବାଂଲାଦେଶୀ ଆସିଲେ ସେମାନେ ଅନ୍ୟ ପ୍ରକାର ଆଚରଣ କରିବେ, ଲୋକଙ୍କ ପ୍ରତି ପ୍ରତିକୂଳ ମନୋଭାବ ନେବେ। ଆଉ ତାଙ୍କ ମନରେ आम भाया सनातन धर्म जमी विचारधारा रही है विचारधारा नाचे से अमानुषिक विचारधारा भी रही दरकार पड़े से आतंकवादी